ଭାଗ୍ୟର ଲେଖା କେବେ ବି ବଦଳେ ନାହିଁ। ଗୋଟିଏ ଗାଁରେ ଜଣେ ଅତ୍ୟନ୍ତ ଜ୍ଞାନୀ ପଣ୍ଡିତ ରହୁଥିଲେ। ଦିନେ ପଣ୍ଡିତ ତାଙ୍କ ପିଲାଦିନର ସାଙ୍ଗକୁ ଭେଟିବାକୁ ଅନ୍ୟ ଗାଁକୁ ଯାଉଥିଲେ। ତାଙ୍କ ସାଙ୍ଗ ପିଲାବେଳୁ କଥା କହିପାରୁନଥିଲେ ଏବଂ ଗୋଟିଏ ଗୋଡ଼ରୁ ଭିନ୍ନକ୍ଷମ ଥିଲେ। ତାଙ୍କ ବନ୍ଧୁଙ୍କ ଗାଁ ବହୁତ ଦୂରରେ ଥିଲା ଏବଂ ବାଟରେ ଅନେକ ଛୋଟ ଛୋଟ ଗାଁ ଥିଲା। ପଣ୍ଡିତ ନିଜ ଧୁନରେ ଚାଲି ଯାଉଥିଲେ। ସେହି ସମୟରେ ପଣ୍ଡିତଙ୍କୁ ଗୋଟିଏ ପଥଚାରୀ ଭେଟିଲା ଓ ସେ ମଧ୍ୟ ପଣ୍ଡିତଙ୍କ ସାଥିରେ ଚାଲିବାକୁ ଲାଗିଲା। ଦୁହେଁ ଏକାଠି ଚାଲିବା ଆରମ୍ଭ କଲେ ଓ ପଣ୍ଡିତ ମନେ ମନେ ଭାବିଲେ, ଏକାଠି ଚାଲିବା ଦ୍ୱାରା ଯାତ୍ରା ଆରାମରେ କଟିଯିବ। ପଣ୍ଡିତ ସେହି ବ୍ୟକ୍ତି ଜଣଙ୍କୁ ତାଙ୍କ ନାମ ପଚାରିଲେ ତ ସେହି ବ୍ୟକ୍ତି ଜଣକ ପଣ୍ଡିତଙ୍କୁ ତାଙ୍କ ନାମ ମହାକାଳ କହିଲେ। ପଣ୍ଡିତ ତାଙ୍କ ନାମ ଶୁଣି ଆଶ୍ଚର୍ଯ୍ୟଚକିତ ହେଲେ। ଏବେ ଦୁହେଁ ଧୀରେ ଧୀରେ ଏକାଠି ଆଗକୁ ଚାଲି ହିଁ ଯାଉଥିଲେ କି ସେହି ସମୟରେ ବାଟରେ ଏକ ଗାଁ ଆସିଲା। ମହାକାଳ ପଣ୍ଡିତଙ୍କୁ କହିଲେ, ତୁମେ ଆଗକୁ ଯାଅ, ମୋତେ ଏହି ଗାଁର ଜଣେ ବ୍ୟକ୍ତିଙ୍କ ସହ ଭେଟ ହୋଇ ଆସିବାକୁ ପଡ଼ିବ, ତେଣୁ ମୁଁ ତୁମକୁ ଆଗରେ ଭେଟିବି। ପଣ୍ଡିତ ଜଣକ ଠିକ୍ ଅଛି କହି ଆଗକୁ ବଢ଼ିଲେ। ସମସ୍ତ ଗାଁରେ ଖବର ପ୍ରସାରିତ ହେଲା ଯେ ଜଣେ ବ୍ୟକ୍ତିଙ୍କୁ ମଇଁଷି ମାରିଦେଇଛି। ଏହି ଘଟଣାର କିଛି ସମୟ ପରେ ମହାକାଳ ପଣ୍ଡିତଙ୍କ ପାଖକୁ ଫେରି ଆସିଲେ। ତାପରେ ଦୁହେଁ କିଛି ସମୟ ଚାଲି ଚାଲି ଅନ୍ୟ ଏକ ଗାଁ ବାହାରେ ପହଞ୍ଚିଲେ। ସେଠାରେ ଏକ ଛୋଟ ମନ୍ଦିର ଥିଲା ଏବଂ ରହିବାର ବ୍ୟବସ୍ଥା ମଧ୍ୟ ଭଲ ଥିଲା। ପଣ୍ଡିତଙ୍କ ସାଙ୍ଗର ଗାଁ ମଧ୍ୟ ସେଠାରୁ ବହୁତ ଦୂରରେ ଥିଲା ଏବଂ ସନ୍ଧ୍ୟା ହେବାକୁ ଯାଉଥିଲା। ତେଣୁ ପଣ୍ଡିତ ମହାକାଳଙ୍କୁ କହିଲେ ଯେ ସନ୍ଧ୍ୟା ହେବାକୁ ଯାଉଛି, ପୁରା ଦିନ ହୋଇଗଲାଣି ଚାଲି ଚାଲି, ଥକାପଣ ଏବଂ ଭୋକ ମଧ୍ୟ ଲାଗିଲାଣି। ଆମେ ଏବେ ଏଠାରେ ଭୋଜନ କରି ବିଶ୍ରାମ କରିବା ଏବଂ ଆସନ୍ତାକାଲି ସକାଳୁ ଆମେ ଆରାମରେ ଯାତ୍ରା କରିପାରିବା। ମହାକାଳ କହିଲେ, ଠିକ୍ ଅଛି, ମୋତେ ଏହି ଗାଁର ଜଣେ ବ୍ୟକ୍ତିଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ କଥା ହେବାର ଅଛି। ତୁମେ ଖାଦ୍ୟ ଖାଇ ବିଶ୍ରାମ କର, ମୁଁ ପରେ ଆସି ଖାଇନେବି। ଏତିକି କହି ସେ ସେଠାରୁ ଚାଲିଗଲେ। କିନ୍ତୁ ସେ ସେହିଠାରୁ ଯିବା ମାତ୍ରେ ହିଁ କିଛି ସମୟ ପରେ ସେ ଗାଁରେ ଦଙ୍ଗା ଉଠିବାର ଦୃଶ୍ୟ ଦେଖାଗଲା ଏବଂ ଅଳ୍ପ ସମୟ ମଧ୍ୟରେ ସମଗ୍ର ଗ୍ରାମରେ ନିଆଁ ଲାଗିଯାଇଥିଲା। ଏବେ ପଣ୍ଡିତ ମନେ ମନେ ଭାବିଲେ ଯେ ଏହି ମହାକାଳ ଯେଉଁଠି ଯାଏ ସେଠାରେ କିଛି ନା କିଛି କ୍ଷତି ହୋଇଥାଏ। କିଛି ତ ଭୁଲ ନିଶ୍ଚୟ ଅଛି। କିନ୍ତୁ ପଣ୍ଡିତ ରାତିରେ ମହାକାଳଙ୍କୁ ଏହି ବିଷୟରେ କିଛି ବି କହିଲେ ନାହିଁ। ସକାଳେ ଦୁହେଁ ପୁଣି ଯାତ୍ରା ଆରମ୍ଭ କଲେ। କିଛି ବାଟ ଆଗକୁ ଗଲା ପରେ ଗୋଟିଏ ଗାଁ ଆସିଲା। ମହାକାଳ ପୁଣି ପଣ୍ଡିତଙ୍କୁ କହିଲେ ଯେ ଆପଣ ଆଗକୁ ଯାଆନ୍ତୁ, ମୁଁ ଆପଣଙ୍କୁ କିଛି ସମୟ ମଧ୍ୟରେ ଆଗରେ ଭେଟ ହେବି। ଏହି ଗାଁରେ ମଧ୍ୟ ମୋର କିଛି ଗୁରୁତ୍ୱପୂର୍ଣ୍ଣ କାମ ଅଛି, ମୁଁ କାମ ଶେଷ କରି ଆସୁଛି। ଏତିକି କହି ମହାକାଳ ଗାଁ ଭିତରକୁ ଯିବା ଆରମ୍ଭ କଲେ। କିନ୍ତୁ ଏଥର ପଣ୍ଡିତ ଆଗକୁ ଗଲେ ନାହିଁ, ବରଂ ସେହିଠାରେ ଠିଆ ହୋଇ ମହାକାଳଙ୍କୁ ଚାହିଁ ରହିଲେ ଯେ ସେ କୁଆଡ଼େ ଯାଉଛନ୍ତି ଏବଂ ସେ କ'ଣ କରନ୍ତି। ସମସ୍ତ ଲୋକଙ୍କ ସ୍ୱର ଶୁଣିବାକୁ ମିଳିଲା ଯେ ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ି ଦେଇଛି ଏବଂ ସେ ମରିଯାଇଛି। ସେହି ସମୟରେ ମହାକାଳ ପଣ୍ଡିତଙ୍କ ନିକଟରେ ପହଞ୍ଚିଥିଲେ। କିନ୍ତୁ ଏଥର ପଣ୍ଡିତ ମହାକାଳଙ୍କୁ ପଚାରିଲେ ଯେ ଆପଣ ଯେଉଁ ଗାଁକୁ ଯାଉଛନ୍ତି ସେଠାରେ କିଛି ନା କିଛି କ୍ଷତି ନିଶ୍ଚୟ ହେଉଛି। ଆପଣ ମୋତେ କହିପାରିବେ କି ଏହିପରି କାହିଁକି ହେଉଛି? ମହାକାଳ ଉତ୍ତର ଦେଲେ ଯେ ପଣ୍ଡିତ ଆଜ୍ଞା, ଆପଣ ତ ମୋତେ ବହୁତ ବଡ଼ ଜ୍ଞାନୀ ମନେ ହୁଅନ୍ତି, ସେଥିପାଇଁ ମୁଁ ଆସିଥିଲି, କାରଣ ଜ୍ଞାନୀ ଲୋକମାନଙ୍କର ସଙ୍ଗତ ସର୍ବଦା ଭଲ ହୋଇଥାଏ। କିନ୍ତୁ ଆପଣ ମୋତେ ଏପର୍ଯ୍ୟନ୍ତ ବୁଝିପାରିନାହାନ୍ତି। ପଣ୍ଡିତ କହିଲେ, ମୁଁ ବୁଝିପାରିଛି, କିନ୍ତୁ ମୋର ସାମାନ୍ୟ ସନ୍ଦେହ ଅଛି, ତେଣୁ ଆପଣ ସ୍ୱୟଂ ନିଜର ପରିଚୟ ପ୍ରଦାନ କରନ୍ତୁ। ମହାକାଳ ଉତ୍ତର ଦେଲେ ଯେ ମୁଁ ଯମଦୂତ ଅଟେ ଏବଂ ଯମରାଜଙ୍କ ଆଦେଶ ଦ୍ୱାରା ସେହି ଲୋକମାନଙ୍କ ପ୍ରାଣ ହରଣ କରିବାକୁ ଆସିଛି ଯେଉଁମାନଙ୍କ ବୟସ ଅବଧିପୂର୍ଣ୍ଣ ହୋଇସାରିଛି। ପଣ୍ଡିତ ଏ ବିଷୟରେ ଆଗରୁ ସନ୍ଦେହରେ ଥିଲେ, ତଥାପି ମହାକାଳଙ୍କ ପାଟିରୁ ଶୁଣି ପଣ୍ଡିତ ଭୟଭୀତ ହୋଇଯାଇଥିଲେ। କିନ୍ତୁ ପୁଣି ଥରେ ସେ ସାହସ କରି ପଚାରିଲେ ଯେ ଯଦି ଆପଣ ସତ୍ୟ କହୁଛନ୍ତି ତେବେ ଆପଣ ମୋତେ କୁହନ୍ତୁ, ପରବର୍ତ୍ତୀ ମୃତ୍ୟୁ କାହାର ହେବାକୁ ଯାଉଛି? ଯମଦୂତ ଉତ୍ତର ଦେଇ କହିଲେ ଯେ ପରବର୍ତ୍ତୀ ମୃତ୍ୟୁ ତୁମର ଏହି ବନ୍ଧୁର ହେବାକୁ ଯାଉଛି, ଯାହାକୁ ତୁମେ ଭେଟିବାକୁ ଯାଉଛ, ଏବଂ ତୁମେ ହିଁ ତାଙ୍କ ମୃତ୍ୟୁର କାରଣ ହେବ। ଏହା ଶୁଣି ପଣ୍ଡିତ ଭୟଭୀତ ହୋଇଗଲେ। ପଣ୍ଡିତ ଭାବିବାକୁ ଲାଗିଲେ ଯେ ଯଦି ମୋ ସାଙ୍ଗ ମୋ ହେତୁ ମରିଯିବ ତେବେ ଏହା ହିଁ ଭଲ ହେବ ଯେ ମୁଁ ମୋ ସାଙ୍ଗକୁ ଭେଟିବାକୁ ଯିବି ନାହିଁ। ଅନ୍ତତଃ ମୁଁ ତ ମୋ ବନ୍ଧୁର ମୃତ୍ୟୁର କାରଣ ହେବି ନାହିଁ। ମହାକାଳ କହିଲେ ଯେ ତୁମେ ଯାହା ଭାବୁଛ ତାହା ମୁଁ ଜାଣେ, କିନ୍ତୁ ଯଦି ତୁମେ ତୁମ ସାଙ୍ଗକୁ ଭେଟିବାକୁ ନ ଯାଅ ତେବେ ବି ଭାଗ୍ୟ ବଦଳିବ ନାହିଁ। ତୁମ ସାଙ୍ଗର ମୃତ୍ୟୁ ନିଶ୍ଚିତ ଏବଂ ଏହା ପରବର୍ତ୍ତୀ କିଛି ସମୟରେ ଘଟିତ ହେବାକୁ ଯାଉଛି। ମହାକାଳଙ୍କ ପାଟିରୁ ଏଭଳି କଥା ଶୁଣି ପଣ୍ଡିତଙ୍କ ହୃଦୟକୁ ଆଘାତ ହୋଇଥିଲା, କାରଣ ମହାକାଳ ତାଙ୍କ ମନର କଥାକୁ ବୁଝିପାରିଥିଲେ।
ଯାହା ଜଣେ ସାଧାରଣ ଲୋକଙ୍କ ପାଇଁ ଅସମ୍ଭବ ନୁହେଁ। ଏବେ ପଣ୍ଡିତଙ୍କୁ ବିଶ୍ୱାସ ହୋଇଗଲା ଯେ ଏହି ମହାକାଳ ପ୍ରକୃତରେ ଜଣେ ଯମଦୂତ। ସେ ନିଜ ମିତ୍ରଙ୍କ ମୃତ୍ୟୁର କାରଣ ହେବାକୁ ଚାହୁଁନଥିଲେ। ତେଣୁ ପଣ୍ଡିତ ପଛଘୁଞ୍ଚା ଦେଇ ନିଜ ଗାଁକୁ ଚାଲିବାକୁ ଲାଗିଲେ। କିନ୍ତୁ ଯେତେବେଳେ ପଣ୍ଡିତ ପଛକୁ ବୁଲିଲେ, ସେ ତାଙ୍କ ବନ୍ଧୁକୁ ନିଜ ଆଡ଼କୁ ଆସୁଥିବାର ଦେଖିଲେ। ସେ ପଣ୍ଡିତଙ୍କୁ ଦେଖି ବହୁତ ଖୁସି ଦେଖାଯାଉଥିଲା, କିନ୍ତୁ ସେ ଗୋଟିଏ ଗୋଡ଼ର ଭିନ୍ନକ୍ଷମ ହେବା କାରଣରୁ ତାଙ୍କୁ ପାଖକୁ ଆସିବାକୁ ସମୟ ଲାଗୁଥିଲା। କିନ୍ତୁ ଯେତେବେଳେ ସେ ପଣ୍ଡିତଙ୍କ ନିକଟରେ ପହଞ୍ଚିଲେ, ଠିକ୍ ସେହି ସମୟରେ ହଠାତ୍ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ପଣ୍ଡିତ ଆଶ୍ଚର୍ଯ୍ୟଚକିତ ହୋଇ ମହାକାଳକୁ ଚାହିଁଲେ। ପଣ୍ଡିତ ମହାକାଳଙ୍କୁ ପଚାରିବାକୁ ଚାହୁଁଥିଲେ, ଏପରି କାହିଁକି ହେଲା? ମହାକାଳ ପଣ୍ଡିତଙ୍କ ମନର କଥା ବୁଝିଲେ ଏବଂ କହିଲେ ଯେ, ଆପଣଙ୍କ ବନ୍ଧୁ ପୂର୍ବ ଗାଁରୁ ତୁମକୁ ଅନୁସରଣ କରୁଛନ୍ତି, କିନ୍ତୁ ମୂକ ଏବଂ ଭିନ୍ନକ୍ଷମ ହୋଇଥିବା କାରଣରୁ ସେ ଆପଣଙ୍କ ପାଖରେ ପହଞ୍ଚି ପାରିଲେ ନାହିଁ। ସେ ପୂରା ଶକ୍ତି ସହିତ ଆପଣଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବୃଦ୍ଧାବସ୍ଥାରେ ପିଲାଦିନ ଭଳି ଶକ୍ତି ନଥାଏ। ତେଣୁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। କାରଣ ସେ ତୁମକୁ ଭେଟିବା ପାଇଁ ତାଙ୍କର ବେଗର ସୀମା ଅତିକ୍ରମ କରି ସେ ତୁମ ପଛରେ ଦୌଡ଼ୁଥିଲେ। ତେଣୁ ତୁମେ ହିଁ ତୁମ ସାଙ୍ଗର ମୃତ୍ୟୁର କାରଣ ହୋଇଗଲ। ପଣ୍ଡିତ ଜଣେ ଜ୍ଞାନୀ ମଣିଷ ଥିଲେ, ତେଣୁ ସେ ମଧ୍ୟ ଜାଣିଥିଲେ ଯେ ସମସ୍ତ ଜୀବଙ୍କୁ ଦିନେ ନା ଦିନେ ମୃତ୍ୟୁବରଣ କରିବାକୁ ପଡ଼ିବ। ଏହା ହିଁ ଭାବି ସେ ନିଜକୁ ସାନ୍ତ୍ୱନା ଦେଲେ। କିନ୍ତୁ ହଠାତ୍ ପଣ୍ଡିତଙ୍କ ମନରେ ନିଜର ମୃତ୍ୟୁ ବିଷୟରେ ଜାଣିବାର ଇଚ୍ଛା ଜାଗ୍ରତ ହେଲା। ତେଣୁ ସେ ମହାକାଳଙ୍କୁ ପଚାରିଲେ ଯେ, ଯଦି ମୃତ୍ୟୁ ମୋର ବନ୍ଧୁର ହିଁ ହେବାର ଥିଲା, ତେବେ ଆପଣ କାହିଁକି ଆରମ୍ଭରୁ ହିଁ ମୋ ସହିତ ଚାଲୁଥିଲେ? ମହାକାଳ ଉତ୍ତର ଦେଇ କହିଲେ ଯେ, ମୁଁ ସମସ୍ତଙ୍କ ସହିତ ଚାଲିଥାଏ, କିନ୍ତୁ ଲୋକମାନେ ମୋତେ ଚିହ୍ନି ପାରନ୍ତି ନାହିଁ। କାରଣ ଲୋକଙ୍କ ପାଖରେ ସେମାନଙ୍କ ସମସ୍ୟା ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି, ବସ୍ତୁ କିମ୍ବା ଘଟଣା ବିଷୟରେ ଚିନ୍ତା କରିବା, ବୁଝିବା ଏବଂ ଦେଖିବା ପାଇଁ ସମୟ ନଥାଏ। ପଣ୍ଡିତ କହୁଛନ୍ତି, କ'ଣ ତୁମେ ମୋତେ କହିପାରିବ କି ମୁଁ କେବେ ଓ କିପରି ମରିବି? ମହାକାଳ କହିଲେ, ଯଦିଓ କୌଣସି ସାଧାରଣ ପ୍ରାଣୀ ଏହା ଜାଣିବା ଉଚିତ ନୁହେଁ, କାରଣ କୌଣସି ମଧ୍ୟ ଜୀବ ନିଜର ମୃତ୍ୟୁ ବିଷୟରେ ଜାଣିବାକୁ ପାଇ ଭୟଭୀତ ହୋଇଯାଆନ୍ତି। କିନ୍ତୁ ତୁମେ ଜଣେ ଜ୍ଞାନୀ ବ୍ୟକ୍ତି, ତେଣୁ ତୁମେ ତୁମ ବନ୍ଧୁଙ୍କ ମୃତ୍ୟୁକୁ ସହଜରେ ସହ୍ୟ କରିପାରିଛ। ତାହା ଦେଖି ଲାଗୁଛି ଯେ ନିଜର ମୃତ୍ୟୁ ବିଷୟରେ ଜାଣିବା ପରେ ମଧ୍ୟ ତୁମେ ଦୁଃଖୀ ହେବ ନାହିଁ। ତେଣୁ ମୁଁ ତୁମକୁ କହିଦେଉଛି ଯେ ତୁମର ମୃତ୍ୟୁ ଆଜିଠାରୁ ଠିକ୍ 6 ମାସ ପରେ ଆଜିର ହିଁ ଦିନରେ ଅନ୍ୟ ରାଜ୍ୟରେ ଫାଶୀ ଲାଗିବା କାରଣରୁ ହେବ। ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଆପଣ ନିଜେ ନିଜ ଖୁସିରେ ଫାଶୀ ଗ୍ରହଣ କରିବେ। ଏତିକି କହି ମହାକାଳ ଯିବା ଆରମ୍ଭ କରିଥିଲେ। କାରଣ ମହାକାଳ ପଣ୍ଡିତଙ୍କ ସହିତ ରହିବାର ଏବେ କୌଣସି କାରଣ ନଥିଲା। ପଣ୍ଡିତ ମଧ୍ୟ ନିଜ ବନ୍ଧୁକୁ ଶେଷକୃତ୍ୟ କରିବା ପରେ ନିଜ ଗାଁକୁ ଫେରିଗଲେ। କିନ୍ତୁ ଜଣେ ବ୍ୟକ୍ତି ଯେତେ ଜ୍ଞାନବାନ ହୁଅନ୍ତୁ ନା କାହିଁକି, ସେ ନିଜ ମୃତ୍ୟୁ ବିଷୟରେ ଶୁଣିବା ପରେ ଭୟଭୀତ ହୋଇ ମୃତ୍ୟୁକୁ ଏଡ଼ାଇବା ପାଇଁ କିଛି ନା କିଛି ଚେଷ୍ଟା କରନ୍ତି। ତ ପଣ୍ଡିତ ମଧ୍ୟ ତାହା ହିଁ କଲେ। ପଣ୍ଡିତ ଜ୍ଞାନୀ ଥିଲେ, ତେଣୁ ସେ ରାଜ୍ୟର ରାଜାଙ୍କ ସହ ପରିଚିତ ଥିଲେ। ପଣ୍ଡିତ ଭାବିଲେ, ରାଜାଙ୍କ ପାଖରେ ତ ଅନେକ ଜ୍ଞାନୀ ମନ୍ତ୍ରୀ ଅଛନ୍ତି, ସେମାନେ ମୋ ମୃତ୍ୟୁ ସହ ଜଡ଼ିତ ସମସ୍ୟାର କିଛି ସମାଧାନ ପାଇଁ ହିଁ ଯିବେ। ପଣ୍ଡିତ ଏହା ଭାବି ରାଜଦରବାରରେ ପହଞ୍ଚିଗଲେ। ସେ ସେଠାକୁ ଯାଇ ରାଜାଙ୍କୁ ପୁରା କାହାଣୀ ଜଣାଇଲେ। ରାଜା ସବୁକିଛି ଶୁଣି ଏହି କଥା ନିଜ ମନ୍ତ୍ରୀମାନଙ୍କୁ ଜଣାଇଲେ ଓ ସେମାନଙ୍କଠାରୁ ଉପଦେଶ ମାଗିଲେ। ଶେଷରେ ସମସ୍ତେ ଆଲୋଚନା କରି କହିଲେ ଯେ ପଣ୍ଡିତଙ୍କ କଥା ସତ ହୋଇଥିଲେ ଏହା ନିଶ୍ଚିତ ଯେ ସେ 6 ମାସ ପରେ ହିଁ ମୃତ୍ୟୁବରଣ କରିବେ। କିନ୍ତୁ ସେ ଅନ୍ୟ ରାଜ୍ୟକୁ ଯିବା ପରେ ହିଁ ତାଙ୍କ ମୃତ୍ୟୁ ହେବ। ଯଦି ସେ ଅନ୍ୟ ରାଜ୍ୟକୁ ନ ଯାଆନ୍ତି, ତେବେ ତାଙ୍କ ମୃତ୍ୟୁ ହେବ ନାହିଁ। ମନ୍ତ୍ରୀଙ୍କ ଏହି ଉପଦେଶ ରାଜାଙ୍କୁ ମଧ୍ୟ ଠିକ୍ ଲାଗିଲା। ବହୁତ ଚିନ୍ତା କରିବା ପରେ ରାଜା ପଣ୍ଡିତଙ୍କ ରହିବାର ବ୍ୟବସ୍ଥା ପ୍ରସାଦରେ ହିଁ କରାଇଦେଲେ ଏବଂ ରାଜାଙ୍କ ଆଦେଶ ବିନା ପଣ୍ଡିତଙ୍କ ସହ କାହାକୁ ଭେଟିବାକୁ ଅନୁମତି ମିଳିଲା ନାହିଁ। ଏପରିକି ପଣ୍ଡିତ ମଧ୍ୟ ଭୟ କରି କୌଣସି ସ୍ଥାନକୁ ଯାତାୟାତ କରୁନଥିଲେ। ଏବଂ ଧୀରେ ଧୀରେ ପଣ୍ଡିତଙ୍କ ମୃତ୍ୟୁ ସମୟ ପାଖେଇ ଆସୁଥିଲା। ଏବଂ ସେହିଦିନ ଆସିଗଲା ଯେଉଁଦିନ ପଣ୍ଡିତଙ୍କ ମୃତ୍ୟୁ ହେବାର ଥିଲା। ପଣ୍ଡିତ ତାଙ୍କ ମୃତ୍ୟୁକୁ ନେଇ ବହୁତ ଭୟଭୀତ ଥିଲେ। ତେଣୁ ସେଦିନ ସେ ଭୟରେ ଶୀଘ୍ର ଶୋଇପଡ଼ିଲେ, ଯାହାଫଳରେ ରାତି ଶୀଘ୍ର ବିତିଯିବ ଏବଂ ପରଦିନ ଆସିବ, ଯାହାଦ୍ୱାରା ମୃତ୍ୟୁକୁ ଏଡ଼ାଇ ଦିଆଯିବ। କିନ୍ତୁ ପଣ୍ଡିତଙ୍କୁ ନିଦ୍ରାରେ ଚାଲିବାର ରୋଗ ଥିଲା ଏବଂ ସେ ନିଜେ ଏହି ରୋଗ ବିଷୟରେ ଜାଣିନଥିଲେ। ତେଣୁ ରାଜାଙ୍କ କୌଣସି ବୈଦ୍ୟଙ୍କୁ ଏହି ବିଷୟରେ କହିବାର ପ୍ରଶ୍ନ ଉଠୁନଥିଲା। ସେହିଦିନ ରାତିରେ ପଣ୍ଡିତ ନିଦ୍ରାରେ ଚାଲିକରି ମହଲରୁ ବାହାରି ଘୋଡ଼ା ପାଖକୁ ଗଲେ। ପଣ୍ଡିତ ରାଜାଙ୍କ ବିଶେଷ ଅତିଥି ଥିଲେ, ତେଣୁ ରକ୍ଷକମାନେ ତାଙ୍କୁ ଅଟକାଇ ନଥିଲେ ଏବଂ କେହି ତାଙ୍କୁ ପଚରାଉଚରା ମଧ୍ୟ କରିନଥିଲେ। ସେ ସବୁଠାରୁ ଦ୍ରୁତତମ ଘୋଡ଼ାରେ ଚଢ଼ି ନିଦ୍ରାବସ୍ଥାରେ ହିଁ ରାଜ୍ୟ ସୀମା ବାହାରେ ସ୍ଥିତ ଅନ୍ୟ ରାଜ୍ୟକୁ ଯାଇ ସେହି ରାଜ୍ୟର
ରାଜାଙ୍କ ମହଲରେ ପହଞ୍ଚିଲେ ଏବଂ ପ୍ରାସାଦର ରକ୍ଷକମାନେ ତାଙ୍କୁ ଅଟକାଇ ନଥିଲେ କିମ୍ବା ପ୍ରଶ୍ନ ମଧ୍ୟ କରିନଥିଲେ, କାରଣ ରକ୍ଷକମାନେ ମଧ୍ୟ ନିଦ୍ରାବସ୍ଥାରେ ଥିଲେ ଏବଂ ସେ ପଣ୍ଡିତ ସିଧା ରାଜାଙ୍କ ଶୟନ କକ୍ଷରେ ପହଞ୍ଚିଥିଲେ। ସେଠାରେ ରାଜା ଓ ରାଣୀ ଶୟନ କରୁଥିଲେ। ପଣ୍ଡିତ ଯାଇ ସେମାନଙ୍କ ପାଖରେ ଶୋଇପଡ଼ିଲେ। ସକାଳ ହେବା ପରେ ରାଜା ପଣ୍ଡିତଙ୍କୁ ରାଣୀଙ୍କ ପାଖରେ ଶୋଇଥିବାର ଦେଖି ରାଜା ବହୁତ କ୍ରୋଧିତ ହୋଇଥିଲେ ଏବଂ ପଣ୍ଡିତଙ୍କୁ ସୁରକ୍ଷାକର୍ମୀମାନେ ଧରିନେଲେ ଏବଂ ପଣ୍ଡିତ ବୁଝିପାରିଲେ ନାହିଁ ଯେ ସେ ଅନ୍ୟ ରାଜ୍ୟରେ ଏବଂ ରାଜାଙ୍କ ଶୟନ କକ୍ଷରେ କିପରି ପହଞ୍ଚିଲେ। ବର୍ତ୍ତମାନ ରାଜା ପଣ୍ଡିତଙ୍କୁ ଦରବାରରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ। କିଛି ସମୟ ପରେ ପଣ୍ଡିତଙ୍କୁ ସେଠାରେ ଉପସ୍ଥିତ କରାଗଲା ଏବଂ ପଣ୍ଡିତଙ୍କୁ ଦେଖିବା ପରେ ରାଜା ସଙ୍ଗେ ସଙ୍ଗେ କ୍ରୋଧିତ ହୋଇ ପଣ୍ଡିତଙ୍କୁ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଲେ। ମୃତ୍ୟୁଦଣ୍ଡ ଶୁଣି ପଣ୍ଡିତ ଭୟଭୀତ ହୋଇଗଲେ। ତଥାପି ସାହସର ସହ ସେ ରାଜାଙ୍କୁ କହିଲେ ଯେ ମୁଁ ଜାଣିନାହିଁ ମୁଁ କିପରି ରାଜପ୍ରାସାଦରେ ପହଞ୍ଚିଲି ଏବଂ ଆପଣଙ୍କର ଶୟନ କକ୍ଷକୁ କିପରି ପହଞ୍ଚିଲି ଏବଂ ଆପଣଙ୍କର ସୁରକ୍ଷାକର୍ମୀମାନେ କାହିଁକି ମୋତେ ଅଟକାଇଲେ ନାହିଁ। କିନ୍ତୁ ମୁଁ ଜାଣେ ନାହିଁ ଯେ ଆଜି ମୋର ମୃତ୍ୟୁ ହେବାର ଥିଲା, ଯାହା ସତ୍ୟ ହେବାକୁ ଯାଉଛି। ରାଜା ଏହି କଥାଟି ଠିକ୍ ଭାବରେ ବୁଝିପାରିଲେ ନାହିଁ। ତେଣୁ ରାଜା ପଚାରିଲେ, ଆପଣ ଆଜି ମୃତ୍ୟୁବରଣ କରିବାକୁ ଯାଉଛନ୍ତି? ଆପଣ କିପରି ଜାଣନ୍ତି? ଆପଣ କ'ଣ କହିବାକୁ ଚାହାନ୍ତି? ରାଜା ଏକଥା କହିବା ପରେ ପଣ୍ଡିତ ମହାକାଳଙ୍କୁ ଭେଟିବାର ପୁରା ଘଟଣା ବର୍ଣ୍ଣନା କରି କହିଲେ, ରାଜନ୍, କେବଳ ମୋର ନୁହେଁ, ବରଂ ତୁମ ଶୋଇବା ଘରେ ତୁମ ଉପସ୍ଥିତିରେ ରାଣୀଙ୍କ ପାଖକୁ ଯାଇ ଶୋଇବା ପାଇଁ କୌଣସି ସାଧାରଣ ଲୋକଙ୍କର ସାହସ ନାହିଁ। ପଣ୍ଡିତ ଯାହା କହିଥିଲେ ତାହା ଉପରେ ରାଜାଙ୍କର ଟିକିଏ ବିଶ୍ୱାସ ଥିଲା, କିନ୍ତୁ ରାଜା ଭାବିଲେ ଯେ ମୃତ୍ୟୁକୁ ଏଡ଼ାଇବା ପାଇଁ ସେ ମହାକାଳ ଓ ତାଙ୍କ ମୃତ୍ୟୁର କାହାଣୀ ଶୁଣାଉଛନ୍ତି। ତେଣୁ ରାଜା ପଣ୍ଡିତଙ୍କୁ କହିଲେ, ଯଦି ତୁମର କଥା ସତ୍ୟ ଏବଂ ଆଜି ତୁମର ମୃତ୍ୟୁ ଦିନ ଯେପରି ମହାକାଳ ତୁମକୁ କହିଥିଲେ, ତେବେ ମୁଁ ତୁମର ମୃତ୍ୟୁର କାରଣ ହେବି ନାହିଁ। ଯଦି ଏହା ମିଥ୍ୟା ହୋଇଯାଏ, ତେବେ ଆଜି ନିଶ୍ଚିତ ଭାବରେ ତୁମର ମୃତ୍ୟୁର ଦିନ ହେବ। ପଡ଼ୋଶୀ ରାଜ୍ୟର ରାଜା ତାଙ୍କର ବନ୍ଧୁ ଥିଲେ। ସେ ସଙ୍ଗେ ସଙ୍ଗେ ସୈନିକମାନଙ୍କ ହାତରେ ପଡ଼ୋଶୀ ରାଜ୍ୟର ରାଜାଙ୍କୁ ବାର୍ତ୍ତା ପଠାଇ ପଣ୍ଡିତଙ୍କ କଥାର ସତ୍ୟତାର ପ୍ରମାଣ ମାଗିଲେ। ପଠାଯାଇଥିବା ସୈନିକମାନେ ଫେରି ଆସିଲେ ଏବଂ ସେମାନେ କହିଲେ ଯେ ମହାରାଜ, ପଣ୍ଡିତ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ସତ। ଅନ୍ୟ ରାଜ୍ୟର ରାଜା ପଣ୍ଡିତଙ୍କ ପାଇଁ ନିଜ ମହଲରେ ରହିବାର ବ୍ୟବସ୍ଥା କରିଥିଲେ ଏବଂ ଗତ 6 ମାସ ଧରି ପଣ୍ଡିତ ରାଜାଙ୍କ ଅତିଥି ଥିଲେ। ଗତକାଲି ରାଜା ପଣ୍ଡିତଙ୍କୁ ଶେଷ ଥର ପାଇଁ ଭେଟିଥିଲେ। ଏହାପରେ ସେ ଏହି ରାଜ୍ୟକୁ କିପରି ଆସିଲେ ତାହାର ସମାଚାର କାହା ପାଖରେ ମଧ୍ୟ ନାହିଁ। ତେଣୁ ପଡ଼ୋଶୀ ରାଜ୍ୟର ରାଜାଙ୍କ ଅନୁଯାୟୀ ପଣ୍ଡିତଙ୍କୁ ଫାଶୀ ଦେବା ଠିକ୍ ନୁହେଁ। କିନ୍ତୁ ରାଜାଙ୍କ ପାଇଁ ଏକ ନୂଆ ସମସ୍ୟା ଆସିଗଲା, କାରଣ ସେ ପଣ୍ଡିତଙ୍କୁ କିଛି ନ ଜାଣି ମୃତ୍ୟୁଦଣ୍ଡ ଶୁଣାଇ ଦେଇଥିଲେ। ତେଣୁ ଯଦି ତାଙ୍କୁ ଫାଶୀ ଦିଆନଯାଏ, ତେବେ ରାଜାଙ୍କ ବୟାନ ଅପମାନିତ ହେବ ଏବଂ ଯଦି ରାଜାଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡକୁ ସମ୍ମାନ ଦିଆଯାଏ, ତେବେ ବିନା କାରଣରେ ପଣ୍ଡିତ ମରିଯିବେ। ରାଜା ଏହି ବିଷୟରେ ପରାମର୍ଶ କଲେ ଏବଂ ମନ୍ତ୍ରୀମାନେ ପରାମର୍ଶ ଦେଲେ ଯେ ମହାରାଜ, ପଣ୍ଡିତଙ୍କୁ ସରୁ ସୂତାର ଧାଗାରେ ଫାଶୀ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ମାନ ମଧ୍ୟ ବଞ୍ଚିଯିବ ଏବଂ ପଣ୍ଡିତଙ୍କୁ ଫାଶୀ ଦିଆଯିବ ନାହିଁ ଏବଂ ତାଙ୍କ ଜୀବନ ରକ୍ଷା ପାଇବ ବୋଲି ମନ୍ତ୍ରୀମାନେ ପରାମର୍ଶ ଦେଇଥିଲେ। ରାଜା ଏହି ପରାମର୍ଶକୁ ପସନ୍ଦ କଲେ। ଏବେ ପଣ୍ଡିତଙ୍କ ପାଇଁ ସରୁ ସୂତାର ଫାଶୀ ତିଆରି କରି ପଣ୍ଡିତଙ୍କୁ ଫାଶୀ ଦିଆଯିବା ପାଇଁ ବ୍ୟବସ୍ଥା କରାଗଲା। ସମସ୍ତେ ଭାବିଲେ ନା ପଣ୍ଡିତ ମରିବେ ନା ରାଜାଙ୍କ କଥା ମିଥ୍ୟା ହେବ। ପଣ୍ଡିତ ମଧ୍ୟ ଭାବିଥିଲେ ଯେ ସେ ସୂତାରେ ତାଙ୍କ ମୃତ୍ୟୁ ହେବ ନାହିଁ। ତେଣୁ ମହାକାଳ ତାଙ୍କୁ କହିଥିବା ଭଳି ସେ ଖୁସିରେ ଫାଶୀ ଦେବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ପଣ୍ଡିତଙ୍କୁ ଫାଶୀ ଦେବା ମାତ୍ରେ ସୂତାର ଦଉଡ଼ି ତ ଛିଡ଼ି ଯାଇଥିଲା, କିନ୍ତୁ ତାହା ଛିଡ଼ିବା ପୂର୍ବରୁ ନିଜର କାମ କରିଦେଇଥିଲା। ପଣ୍ଡିତଙ୍କ ଶିରା ସୂତାରେ କଟିଯାଇଥିଲା ଏବଂ କିଛି ସମୟ ମଧ୍ୟରେ ପଣ୍ଡିତଙ୍କ ମୃତ୍ୟୁ ଘଟିଥିଲା। ପଣ୍ଡିତଙ୍କୁ ମରିଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। କେହି ବିଶ୍ୱାସ କରିପାରିନଥିଲେ ଯେ ଏହି ସୂତାରୁ କେହି ମରିପାରନ୍ତି। କିନ୍ତୁ ଭାଗ୍ୟ ତା'ର କାମ କରିଛି। କୁହାଯାଏ ଯେ ଯାହା ଘଟିବାକୁ ଥିବ ତାହା ଘଟିବ ନିଶ୍ଚିତ। ତେଣୁ ଭାଗ୍ୟର ଲେଖା କେବେ ବି ବଦଳେ ନାହିଁ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଛି ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲରେ ନୂଆ ଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।